Hi friends, welcome to our YouTube channel SBM Coaching Center. Friends, ଆପଣମାନଙ୍କର ଦଶମ ଶ୍ରେଣୀର ହେବାକୁ ଯାଉଥିବା ଆଗାମୀ ଇଣ୍ଟରନାଲ ଆସେସମେଣ୍ଟ 1 ର କ୍ୱେଶ୍ଚିନ୍ ପେପର ନେଇ ଆସିଛି। ତ ଆପଣମାନେ ଧ୍ୟାନର ସହ ଏଗୁଡ଼ିକୁ ଦେଖନ୍ତୁ, ଯାହାକି ଆପଣମାନଙ୍କର ଇଣ୍ଟରନାଲ ଆସେସମେଣ୍ଟ ଏକ୍ଜାମ ପାଇଁ ବହୁତ ହେଲ୍ପଫୁଲ୍ ହେବ। ତ ଦେଖନ୍ତୁ, ଏଇଟା ଆପଣମାନଙ୍କର କ୍ୱେଶ୍ଚିନ୍ ପେପର, ଯାହାକି ଇଣ୍ଟରନାଲ ଆସେସମେଣ୍ଟ 1 ଏବଂ 2025-26 ତା ସହିତ ଆପଣମାନଙ୍କର ଦେଖିବା ସାହିତ୍ୟ ଏକ୍ଜାମର କ୍ୱେଶ୍ଚିନ୍ ପେପର ଦେଖିବା। ତ ଫୁଲ୍ ମାର୍କ ହେଉଛି 20 ମାର୍କ, ଟୋଟାଲ ଟାଇମ୍ ହେଉଛି 45 ମିନିଟ୍ ଏବଂ ଆପଣମାନଙ୍କର ଏଠି ଷ୍ଟୁଡେଣ୍ଟ ନାମ ଲେଖିବେ, ଆପଣଙ୍କ ନାମ ଯାହା ହେଇଥିବ ସେଠି ଲେଖିବେ ଏବଂ ରୋଲ ନମ୍ବର ସେକ୍ସନ ଯାହା ବି ଲେଖିବେ। ତାପରେ ପିରିୟଡ଼ିକ ଟେଷ୍ଟ ମଧ୍ୟ ଏଠି ଆପଣମାନେ ଦେଖନ୍ତୁ ଲେଖା ହେଇଛି। ତ ଦେଖିବା ଚାଲନ୍ତୁ 20 ମାର୍କର ଆମ ପରୀକ୍ଷା। ଗୋଟେ ଲେଖା ବାକ୍ୟର ଉତ୍ତର ଦିଅ ଏବଂ ପ୍ରତ୍ୟେକ କ୍ୱେଶ୍ଚିନ୍ ପାଇଁ ଏକ ମାର୍କ ଲେଖାଏଁ ଅଛି। ଓକେ, ତ ଚାଲନ୍ତୁ ଦେଖିବା 1 ନମ୍ବର ପ୍ରଶ୍ନ। କେଉଁଥିରେ ଉତ୍କଳ ଜନନୀଙ୍କ ନେତ୍ର ଉଦ୍ଭାସିତ? ଏଇଟା ଆପଣମାନଙ୍କର ଯେଉଁ ଜନ୍ମ ଆମର ବନ୍ଦେ ଉତ୍କଳ ଜନନୀ ପାଠରୁ ଆସିଛି, କବିତାରୁ। ସେ କହିଛି କେଉଁଥିରେ ଉତ୍କଳ ଜନନୀଙ୍କ ନେତ୍ର ଉଦ୍ଭାସିତ? ଏହା ଉତ୍ତର ହବ ଜ୍ଞାନ ବିଜ୍ଞାନରେ। ଜ୍ଞାନ ବିଜ୍ଞାନରେ ଉତ୍କଳ ଜନନୀଙ୍କ ନେତ୍ର ଉଦ୍ଭାସିତ ହୋଇଥାଏ। ହେଲା। ସମୁଦ୍ର କୂଳ କେଉଁ କେଉଁ ବୃକ୍ଷ ଦ୍ୱାରା ସୁଶୋଭିତ ହୋଇଥାଏ? ତାଳ ଆଉ ତମାଳ। ମନେ ରଖନ୍ତୁ, ତାଳ ଗଛ ଓ ତମାଳ ଗଛ ଦ୍ୱାରା ଏହି ଯେଉଁ ସମୁଦ୍ର କୂଳରେ ସୁଶୋଭିତ ହେଇକି ରହିଛି ତାଳ ତମାଳ ଗଛ ଗୁଡ଼ିକ। ହେଲା। ତାପରେ ପର୍ବତମାଳା ଗୁଡ଼ିକ ଉତ୍କଳ ଜନନୀଙ୍କ ଦେହରେ କିଭଳି ଶୋଭା ପାଉଛି? ଆପଣମାନେ ତ ସମସ୍ତେ ଜାଣିଛନ୍ତି, ନୀଳ ଭୂଧର ମାଳା ସାଜ ତରଙ୍ଗେ। ତା ଅର୍ଥ ଏଇ ଭୂଧର କହିଲେ ପର୍ବତମାଳା ଗୁଡ଼ିକ ଏମିତି ତରଙ୍ଗ ଆକାର ରହିଛି ନା ନାହିଁ, ସେଥିପାଇଁ ଏଇଠି କ'ଣ କୁହାହବ? ତରଙ୍ଗ ଆକାର। କିଭଳି ଶୋଭା ପାଉଛି? ନା ତରଙ୍ଗ ଆକାରରେ ଶୋଭା ପାଉଛି। ଚାରୁ ହାସମୟୀ ଓ ଚାରୁ ଭାସମୟୀ ବୋଲି କାହାକୁ କୁହାଯାଇଛି? ଉତ୍କଳ ଜନନୀକୁ। ଉତ୍କଳକୁ କୁହାଯାଇଛି। ଉତ୍କଳ ଜନନୀକୁ ଚାରୁ ହାସମୟୀ ଆଉ ଚାରୁ ଭାସମୟୀ ବୋଲି କୁହାଯାଇଛି। ତାପରେ ଦେଖିବା ଦୁର୍ଯ୍ୟୋଧନଙ୍କର ଗଦାର ଓଜନ କେତେ? ଦୁର୍ଯ୍ୟୋଧନଙ୍କର ଗଦାର ଓଜନ ହେଉଛି 70। ହେଲା, 70 ଭାର। ଇଏ ଥିଲା ୟୁନିଟ୍ 1। ୟୁନିଟ୍ 2 ରେ ମଧ୍ୟ କହିଛି ଗୋଟିଏ ଲେଖା ବାକ୍ୟର ଉତ୍ତର ଦିଅ। ଭୀମଙ୍କ ସିଂହନାଦରଡ଼ି କବିତାଟି ସାରଳା ମହାଭାରତର କେଉଁ ପର୍ବରୁ ଆସିଛି? ମନେ ରଖନ୍ତୁ, ସାରଳା ମହାଭାରତର ଗଦା ପର୍ବ। ଗଦା ପର୍ବ, ଏହି ଗଦା ପର୍ବରୁ ଆସିଛି। ସାଙ୍ଗମାନେ, ଯଦି ଆପଣମାନେ ଏହି କ୍ୱେଶ୍ଚିନ୍ ପେପରକୁ ନେବାକୁ ଚାହୁଁଛନ୍ତି, ତାହେଲେ ଆପଣମାନେ ଟେଲିଗ୍ରାମରେ ଜଏନ୍ ହେଇଯାଆନ୍ତୁ ଏବଂ ଆପଣମାନଙ୍କୁ ସେଇଠି କ୍ୱେଶ୍ଚିନ୍ ପେପର ଗୁଡ଼ିକ PDF ଆକାରରେ ପ୍ରୋଭାଇଡ୍ କରାଦିଆଯିବ। ଏବଂ ଯଦି ପ୍ରଥମ କରି ଆମର ଏହି ଭିଡ଼ିଓକୁ ଦେଖୁଛନ୍ତି, ତାହେଲେ ଭିଡ଼ିଓକୁ ଲାଇକ୍ କରିଦେବେ। ତା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଅଲ୍ ନୋଟିଫିକେସନକୁ କ୍ଲିକ୍ କରିଦେବେ। ତ ଦେଖନ୍ତୁ, ଖ ନମ୍ବର ଦେଖିବା। ୟୁନିଟ୍ 2 ର ଖ ନମ୍ବର। ସାରଳା ଦାସଙ୍କ ପିତୃଦତ୍ତ ନାମ କ'ଣ ଥିଲା? ସାରଳା ଦାସଙ୍କ ପିତୃଦତ୍ତ ନାମ ଥିଲା ସିଦ୍ଧେଶ୍ୱର ପରିଡ଼ା। ହେଲେ କ'ଣ ଥିଲା? ସିଦ୍ଧେଶ୍ୱର ପରିଡ଼ା। ସିଦ୍ଧେଶ୍ୱର ପରିଡ଼ା। ସେ ମାତା ସାରଳା ଚଣ୍ଡୀଙ୍କୁ ଆରାଧନା କରିକିରି ବରପ୍ରାପ୍ତ ହୋଇକି ସାରଳା ଦାସ ବୋଲି ନିଜକୁ କ'ଣ ପ୍ରମାଣିତ କରିଥିଲେ। ତାପରେ ଦେଖିବା ଲକ୍ଷ୍ମୀକାନ୍ତ କେଉଁ ବାରରେ ଜନ୍ମଗ୍ରହଣ କରିଥିଲେ? ଲକ୍ଷ୍ମୀକାନ୍ତ ମହାପାତ୍ର ଗୁରୁବାରରେ ଜନ୍ମଗ୍ରହଣ କରିଥିଲେ ବୋଲି ତାଙ୍କ ନାଁ ହେଲା ଲକ୍ଷ୍ମୀ ନା ନାହିଁ? ଆଚ୍ଛା, ଗୁରୁବାରରେ ଜନ୍ମଗ୍ରହଣ କରିଥିଲେ। ଲକ୍ଷ୍ମୀକାନ୍ତଙ୍କ ଇଷ୍ଟ ଦେବତାଙ୍କ ନାମ କ'ଣ ଥିଲା? ଗୋପୀନାଥ। ମନେ ରଖନ୍ତୁ, ଗୋପୀନାଥ। ଗୋପୀନାଥ ହେଲା ତାଙ୍କର ଇଷ୍ଟ ଦେବତା। ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ପୈତୃକ ଗ୍ରାମର ନାମ କ'ଣ? ତାଳପଦା। ଭଦ୍ରକର ତାଳପଦା। ତାଳପଦା ଗାଁ ଥିଲା ତାଙ୍କର ପୈତୃକ ଗାଁ। ଲକ୍ଷ୍ମୀକାନ୍ତଙ୍କ
ରଚିତ ଉପନ୍ୟାସର ନାମ କଣ? ଲକ୍ଷ୍ମୀକାନ୍ତଙ୍କ ରଚିତ ଉପନ୍ୟାସର ନାମ ହଉଛି କଣା ମାମୁଁ। କଣା ମାମୁଁ। ଓକେ। ଗୋବିନ୍ଦା ଭାଇ କେଉଁ ପ୍ରକାର ଲୋକ ଥିଲେ? ଗୋବିନ୍ଦା ଭାଇ ଆଜୀବନ ଅକର୍ମା। ଆଜୀବନ ଅକର୍ମା ଥିଲେ। ମହାଭାରତର କର୍ଣ୍ଣଧାର କିଏ? ନା ଶ୍ରୀକୃଷ୍ଣ। ମନେ ରଖନ୍ତୁ, ଶ୍ରୀକୃଷ୍ଣ ଥିଲେ ମହାଭାରତର କର୍ଣ୍ଣଧାର। ମନବୋଧ ଚୌତିସାର ରଚୟିତା କିଏ? ଭକ୍ତ ଚରଣ ଦାସ। ଭକ୍ତ ଚରଣ ଦାସ ମନବୋଧ ଚୌତିସାର ରଚୟିତା। କିଏ ଭଲ ଓଡ଼ିଶାବାସୀ? ଯିଏ ଭଲ ଗ୍ରାମବାସୀ ସେ ନିଶ୍ଚିତ ଓଡ଼ିଶାବାସୀ ନା ନାହିଁ? ଯିଏ ଭଲ ଗ୍ରାମବାସୀ ହେଲେ ସେ ନିହାତି କଣ ହବ? ନିଶ୍ଚିତ ଓଡ଼ିଶାବାସୀ ହବ। ୟୁନିଟ 4 ଦେଖିବା। ଗୋଟିଏ ଲେଖା ବାକ୍ୟ ଉତ୍ତର ଦିଅ। यार मध्य केते मार्क? 5 मार्क। काठ गल्परे केउ ऋतुर कथा वर्णना करा जायछि? काठ गल्परे शीत ऋतुर कथा को एठी वर्णना करा जायछि। गाल्पिक काठ गोदामरू केउ काठ आनिथिले? ध काठ आनिथिले। कि काठ? ध काठ। काठुरियाटी कौन घोड़ी होई आसीथिला? काठुरियाटी नाली धड़ीर शाढ़ी घोड़ी होइकरी आसीथिला। मन रखंतु, काठुरियाटी कौन घोड़ी होई आसीथिला? नाली धड़ीर शाढ़ी घोड़ी होई आसीथिला। कुकुरटीर नाम कौन? कुकुरटीर नाम होची मोती। कौन? मोती। काठुरियार घर केउठी? काठुरियार घर मयूरभंजर बेतनटी। मयूरभंजर बेतनटी रे काठुरियार घर। पिला माने वर्तमान आमे एही जो इंटरनल असेसमेंट 1 रो समस्त प्रश्न को आलोचना कले। तो जदि वीडियोटी भल लागिला ताहले वीडियो गोटे लाइक कर देबे एवं चैनल को सब्सक्राइब करी पाखरे थिबा बेल आइकन दबे ऑल नोटिफिकेशन को क्लिक कर देबे, जहा फल कि एहार जो आपण मानकर अछि समस्त सब्जेक्ट रो एही इंटरनल असेसमेंट रो प्रश्न उत्तर दिया जिवो। सेति पई चैलेंज सहित जडित रहंतु एवं सब्सक्राइब को रखंतु, जहा फल कि आपण माने सर्वप्रथमे एहार नोटिफिकेशन पाई परिबे। रहउछि बंधुगण, परवर्ती वीडियो रे पुणी देखा।